ନାଥ ପିଲାମାନେ ଆଶା କରୁଛି ତୁମେମାନେ ସବୁ ଭଲରେ ଥିବ। ପିଲାମାନେ ଆଜି ଆମେ ଗୋଟିଏ ଗଣିତରେ 5ର ଗୁଣନର ଟ୍ରିକ୍ସ ବିଷୟରେ ଜାଣିବା। ଗୋଟିଏ ସଂଖ୍ୟାକୁ 5 ଦ୍ୱାରା ସହଜରେ ଗୁଣନ କରିବାର ଟ୍ରିକ୍ସ ହେଲା, କୌଣସି ସଂଖ୍ୟାକୁ 5 ଦ୍ୱାରା ଗୁଣିବା ପାଇଁ ଆମେ ପ୍ରଥମେ ସେହି ସଂଖ୍ୟାକୁ ଅଧା କରିବା ଓ ଶେଷରେ ଶୂନ ବସାଇବା। ଉଦାହରଣ 6 ଗୁଣନ 5। 6ର ଅଧା 3 ହେବ। 3ର ଶେଷରେ ଶୂନ ବସାଇବା, ତାହା 30 ହେବ। ଅତଏବ 6 ଗୁଣନ 5 ସମାନ 30 ହେବ। ଏହିପରି ଆମେ ବଡ଼ ବଡ଼ ସଂଖ୍ୟାକୁ ଅଧା କରି ତାର ଶେଷରେ ଶୂନ ବସାଇ 5 ଦ୍ୱାରା ସହଜରେ ଯେକୌଣସି ସଂଖ୍ୟାକୁ ଗୁଣି ଗୁଣଫଳ ନିର୍ଣ୍ଣୟ କରିବା। ଆଶା କରେ ମୋର ଭିଡ଼ିଓଟି ଯଦି ଭଲ ଲାଗିଥିବ ତେବେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିବ, ସେୟାର କରିବ ଏବଂ ଗୋଟିଏ ଲାଇକ୍ କରିବାକୁ ଭୁଲିବ ନାହିଁ।